ଆଜିର ସୁବିଚାର ଯେଉଁ ମଣିଷ ପାଖରେ ଭଲ ଗୁଣ ନଥାଏ ସେ ଅନ୍ୟର ଦୁର୍ବଳତା ଖୋଜିବାରେ ଲାଗିଥାଏ ଓ ତାହାର ଖରାପ କରିକି ନିଜକୁ ମହାନ ହେବା ପାଇଁ ଚେଷ୍ଟା କରିଥାଏ। ଜୀବନକୁ ସବୁବେଳେ ହସି ଖେଳି ବିତାଇବା, କାହିଁକି ନା ଆମେ ନିଜେ ବି ଜାଣି ନାହାନ୍ତି এই ଜୀବନ ଆଉ କେତେ ବାକି ଅଛି। କଥା କଥାରେ ନିଜ ଭାଗ୍ୟକୁ ନିନ୍ଦିବା କିମ୍ବା କର୍ମକୁ ଦୂରରେ ଥୋଇ ଅନ୍ୟ ଉପରେ ନିର୍ଭର କରିବା ଆମକୁ ଗୋଟିଏ ଅଳସୁଆ ଏବଂ ମୂର୍ଖ ଭାବରେ ପ୍ରମାଣିତ କରିଥାଏ। ଶବ୍ଦ ଏକ ଭୋଜନ ସଦୃଶ ଅଟେ। ପ୍ରତ୍ୟେକ ଶବ୍ଦର ଏକ ସ୍ୱାଦ ଅଛି। କହିବା ପୂର୍ବରୁ ନିଜେ ଚାଖି ନେବା, ନିଜକୁ ଭଲ ଲାଗିଲେ ଅନ୍ୟକୁ ପରସିବା। ସମ୍ପର୍କର ପଶା ଖେଳରେ ମଣିଷ ବେଳେବେଳେ ହାରି ଯାଇଥାଏ। ଏଥିପାଇଁ ନୁହେଁ ଯେ ତାକୁ ଖେଳର ନିୟମ ଜଣା ନାହିଁ, ବରଂ ଏଥିପାଇଁ ଯେ ଖେଳ ପଛର ଛଳନା ତାକୁ ଜଣା ନଥାଏ। ଅନୁମାନ ଭୁଲ ହୋଇପାରେ ହେଲେ ଅନୁଭୂତି କେବେ ବି ଭୁଲ ହୋଇପାରି ନଥାଏ, କାହିଁକି ନା ଅନୁମାନ ମନର ଗୋଟେ କଳ୍ପନା କିନ୍ତୁ ଅନୁଭୂତି ଆମ ଜୀବନର ଗୋଟେ ଶିକ୍ଷା। ଜୀବନରେ ଯଦି କାହା ପ୍ରତି ରାଗ ବଢ଼ିଯାଏ ତାଙ୍କ ପାଇଁ ମନରେ ଥିବା ଅହଙ୍କାରଟିକୁ କାଢ଼ିଦେବା, କିନ୍ତୁ ତାଙ୍କ ସହ ଥିବା ସମ୍ପର୍କକୁ ନୁହଁ। ତୁମେ ଜୀବନରେ କେତେ ସୁଖୀ ତାହା ବଡ଼ କଥା ନୁହେଁ, କିନ୍ତୁ ତୁମ ଦ୍ୱାରା କେତେ ଜଣ ସୁଖୀ ତାହା ବଡ଼ କଥା। ସମ୍ପର୍କ ଗଢ଼ିବା ସମସ୍ତଙ୍କ ନିୟନ୍ତ୍ରଣରେ ନଥାଏ। ଅନ୍ୟକୁ ଟିକିଏ ଖୁସି ଦେବା ପାଇଁ ନିଜ ହୃଦୟକୁ ଖୁସି ଦେବାକୁ ପଡ଼ିଥାଏ। ହାରିଗଲେ ମଣିଷ କେବେ ବି ଦୁର୍ବଳ ହୋଇ ନଥାଏ। ଦୁର୍ବଳ ତ ସେତେବେଳେ ହୋଇଥାଏ ଯେତେବେଳେ ସେ ଚେଷ୍ଟା ହିଁ କରି ନଥାଏ। ଅଭିମାନ କହେ ଯେ କାହାର ଆବଶ୍ୟକତା ନାହିଁ, କିନ୍ତୁ ଅନୁଭବ କହେ ଯେ ସମୟ ପଡ଼ିଲେ ଧୂଳି ମଧ୍ୟ ଆବଶ୍ୟକ ହୁଏ। ଜୀବନରେ ସେମାନଙ୍କର କଥାକୁ କେବେ ବି ଗୁରୁତ୍ୱ ଦିଅନ୍ତୁ ନାହିଁ ଯେଉଁ ଲୋକମାନେ ଆପଣଙ୍କ ନିନ୍ଦା ଓ ଅପମାନ କରୁଛନ୍ତି, କାରଣ ସେମାନେ ଜାଣିଛନ୍ତି ତାଙ୍କ ଠାରୁ ଆପଣ ଅଧିକ ସଫଳତା ଅର୍ଜନ କରିଛନ୍ତି। ଆଜି ପାଇଁ ଏତିକି। ଜୟ ଜଗନ୍ନାଥ।